जय जगन्नाथ पिलाମାନେ ତ ଏ ଭିଡ଼ିଓରେ ଆମେ କ୍ଲାସ୍ 10ର କିଛି ଇମ୍ପୋର୍ଟାଣ୍ଟ ତ ସରଳାର୍ଥ ଡିସ୍କସନ୍ କରିବା ଠିକ୍ ଅଛି। ତ ଏକ୍ଜାମ୍ ପଏଣ୍ଟ ଅଫ୍ ଦୃଷ୍ଟିରୁ ସବୁ ସରଳାର୍ଥ ଆପଣମାନଙ୍କର ଇମ୍ପୋର୍ଟାଣ୍ଟ। ତ ଯାହା ବି ସରଳାର୍ଥ ବର୍ତ୍ତମାନ ଆପଣମାନଙ୍କ ପାଇଁ ଡିସ୍କସନ୍ କରାଯିବ ଠିକ୍ ଅଛି। ତ ଆପଣମାନଙ୍କର ଜାଣିଥିବେ ଆନୁଆଲ୍ ଏକ୍ଜାମ୍ 2025 ତ ଆପଣମାନଙ୍କର ଆଉ ଅଳ୍ପ ଦିନ ଅଛି ଠିକ୍ ଅଛି। ତ ଦେଖନ୍ତୁ କ'ଣ କହିଛି, ମାତୃଭାଷାରେ ମନୁଷ୍ୟର ଯେଉଁ ସ୍ମୃତି ହୁଏ ଅନ୍ୟ କୌଣସି ଦ୍ୱିତୀୟ ଭାଷାରେ ତାହା ହୁଏ ନାହିଁ। ତ ଦେଖିପାରୁଥିବେ ପିଲାମାନେ ପୁରା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ତ କ'ଣ କହିଛି, ମାତୃଭାଷାରେ ମନୁଷ୍ୟର ଯେଉଁ ସ୍ମୃତି ହୁଏ ଅନ୍ୟ କୌଣସି ଦ୍ୱିତୀୟ ଭାଷାରେ ତାହା ହୁଏ ନାହିଁ କହିଛି। ତ ଏହାର ଆନ୍ସର୍ ଦେଖନ୍ତୁ, ମାତୃଭାଷାରେ ଡଟ୍ ଡଟ୍ ହୁଏ ନାହିଁ। ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ସିନ୍ଧୁ ପୁସ୍ତକର ମାତୃଭାଷା ଓ ଲୋକଶିକ୍ଷା ପ୍ରବନ୍ଧରୁ ଆଣିତ। ଏଠାରେ ପ୍ରାବନ୍ଧିକ ଗୋଲକ ବିହାରୀ ଧର ମାତୃଭାଷାର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି। ବାଲ୍ୟକାଳରୁ ମନୁଷ୍ୟ ଯେଉଁ ଭାଷା ଶୁଣି ବୁଝିପାରେ ଓ ମନର ଭାବ ବ୍ୟକ୍ତ କରେ ତାହା ହିଁ ତା'ର ମାତୃଭାଷା। ଗୋଟିଏ ପିଲା ଜନ୍ମରୁ ମା'ର କହିବା ଅନୁସାରେ ଭାଷାର କହିବା ଶୈଳୀ ସହ ଅପରିଚିତ ହୋଇଥାଏ। ନିଜର ପରିବେଶ ଅର୍ଥାତ୍ ଅଞ୍ଚଳରେ କୁହାଯାଉଥିବା ଭାଷାକୁ କହି ସେ ନିଜର ଭାବ ଓ ଆବେଗ ପ୍ରକାଶ କରିପାରେ। ତେଣୁ ସେହି ମଣିଷ ତା'ର ଦୈନନ୍ଦିନ କାର୍ଯ୍ୟଚର୍ଚ୍ଚାରେ ନିଜ ମାତୃଭାଷାରେ ଶିକ୍ଷା ପାଇଲେ ସେ ଅଳ୍ପ ସମୟ ତଥା ଅଳ୍ପ ପରିଶ୍ରମରେ ଶିକ୍ଷିତ ହୋଇପାରିବ। ଅନ୍ୟ ଭାଷାରେ ବୁଝିବା ତା' ପାଇଁ ଶ୍ରମ ସାପେକ୍ଷ ଓ କଷ୍ଟଦାୟକ ହେବ। ଉଦାହରଣ ସ୍ୱରୂପ 100 ପୃଷ୍ଠାର ଓଡ଼ିଆ ବହି ପଢ଼ିବାକୁ ଯେତେ ସମୟ ଲାଗେ ସେତିକି ପୃଷ୍ଠାର ଇଂରାଜୀ ବହି ପଢ଼ିବାକୁ ଅଧିକ ସମୟ ଲାଗିଥାଏ। କାରଣ ଜନ୍ମରୁ ଶୁଣୁଥିବା ବୁଝୁଥିବା ଭାଷାଟିକୁ ସେ ଯେତେ ଶୀଘ୍ର ଆୟତ୍ତ କରିପାରିବ ଅନ୍ୟ କୌଣସି ଭାଷାର ସମ୍ଭବ ହେବ ନାହିଁ। ମାତୃଭାଷାରେ ମନର ଭାବ ବ୍ୟକ୍ତ କରିବାକୁ ମନରେ ଯେଉଁ ସ୍ଫୁର୍ତ୍ତି ହୁଏ ତାହା ଅନ୍ୟ କୌଣସି ଦ୍ୱିତୀୟ ଭାଷାରେ ସମ୍ଭବ ହୁଏ ନାହିଁ। ସେଥିପାଇଁ ଅନ୍ନଦାଶଙ୍କର ରାୟ ଓଡ଼ିଶାରେ କବିତା ଲେଖି ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ମାତୃଭାଷା ବଙ୍ଗଳା ପରି ଓଡ଼ିଆ ଭାଷାର ସ୍ୱାଭାବିକ ସ୍ଫୁର୍ତ୍ତି ନ ଆସିବାରୁ ସେ ଓଡ଼ିଆ ଛାଡ଼ି ବଙ୍ଗଳାରେ ଲେଖିଲେ ବୋଲି ସ୍ୱୀକାର କରିଥିଲେ। ତେଣୁ ନିଜକୁ ପ୍ରକାଶ କରିବା ପାଇଁ ସବୁଠାରୁ ସହଜ ଓ ସ୍ୱାଭାବିକ ମାଧ୍ୟମ ହିଁ ମାତୃଭାଷା। ଏହା ଅତ୍ୟନ୍ତ ସ୍ପୃହଣୀୟ ନିଶ୍ଚୟ ଅଟେ ଠିକ୍ ଅଛି। ତ ଏ ଥିଲା ପିଲାମାନେ ଦେଖିପାରୁଥିବେ ପିଲା ଇମ୍ପୋର୍ଟାଣ୍ଟରୁ ଇମ୍ପୋର୍ଟାଣ୍ଟ। ତ ସେখানে କ'ଣ କହିଛି ଦେଖନ୍ତୁ, ବଥ ସିନା ବଥାଏ ଆବୁ କାହାର ବଥାଏ ନାହିଁ। ତ ସଂସ୍କୃତ ପଦ୍ୟାଂଶଟି ପଠିତ ସାହିତ୍ୟ ସିନ୍ଧୁ ପୁସ୍ତକର ମାତୃଭାଷା ଓ ଲୋକଶିକ୍ଷା ପ୍ରବନ୍ଧରୁ ଆଣିତ। ଏଠାରେ ପ୍ରାବନ୍ଧିକ ଗୋଲକ ବିହାରୀ ଧର ମାତୃଭାଷାର ଉନ୍ନତି ପାଇଁ ଆମେ ପ୍ରଯତ୍ନଶୀଳ ହେବା ଉଚିତ ବୋଲି ବୋଧ କରାଇଛନ୍ତି। ତ ବଥର ସମ୍ପର୍କ ଥାଏ ଶରୀରର ରକ୍ତ ସହିତ। ଶରୀରର ଏହା ଏକ ବିକାର ସୃଷ୍ଟି କରି ଯନ୍ତ୍ରଣାଦାୟକ ହୋଇଥାଏ ଏବଂ ସେହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମଣିଷ ଔଷଧ ସେବନାଦି କରିଥାଏ। କିନ୍ତୁ ଶରୀରରେ ଆବୁଟିଏ ହେଲେ ତାହା ରକ୍ତ ସହିତ କିଛି ସମ୍ପର୍କ ନଥିବାରୁ ତାହା ଯନ୍ତ୍ରଣାଦାୟକ ହୁଏ ନାହିଁ। ଆମ ମାତୃଭାଷାକୁ ଲୁପ୍ତ ଅବସ୍ଥାରେ ରଖିବା ଅର୍ଥାତ୍ ଏହାର ପ୍ରଚାର ଓ ପ୍ରସାର ଅଭାବ ପରିଲକ୍ଷିତ ହେବା ମଧ୍ୟ ଯନ୍ତ୍ରଣାଦାୟକ ଅଟେ। ଏହା ଆମର ଭାଷା ପ୍ରତି ବୀତସ୍ପୃହ ଭାବ ସୃଷ୍ଟି କରୁଥିବାର ପ୍ରମାଣ କରୁଛି, ଯାହାଫଳରେ ଆମ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାଦିକୁ ରାଜ୍ୟ ବାହାରେ କେହି ଜାଣିପାରୁନାହାନ୍ତି। ତେଣୁ ସେହି ଯନ୍ତ୍ରଣାରୁ ମୁକ୍ତି ନିମିତ୍ତ ଆମକୁ ଅନବରତ ଓ ନିରବଚ୍ଛିନ୍ନ ସାଧନା କରିବାକୁ ପଡ଼ିବ। ନିଜ ମାତୃଭାଷା ସାହିତ୍ୟ କଳା ଓ ସଂସ୍କୃତିର ପ୍ରଗତି ପାଇଁ ନିଜେ ସଚେତନ ଓ ଉଦ୍ୟମ ନ କଲେ ଅନ୍ୟ ଭାଷାଭାଷୀ ଲୋକ ଆମକୁ ଉପହାସ କରିବାଟା କଷ୍ଟସାଧ୍ୟ ନୁହେଁ। ସେମାନେ ବୋଧରେ ଯନ୍ତ୍ରଣା ନେଇନାହାନ୍ତି। ତାଙ୍କୁ ଆମ ମାତୃଭାଷାର ଅବହେଳା ନୀତିଟି ଆବୁ ପରି ଲାଗିଥାଏ, ଯାହାକି କେବେ ତାଙ୍କୁ ଯନ୍ତ୍ରଣା ଦେବ ନାହିଁ। ଏଣୁ ଆମ ଭାଷାର ଉନ୍ନତି ପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ। ଆମ ମାତୃଭାଷା ଆମର ସ୍ୱାଭିମାନ ଅଟେ, ଏଥିପାଇଁ ପ୍ରଯତ୍ନ କରିବା ଉଚିତ। ଭାଷାବିତ୍ ମାତୃଭୂମି ମାତୃଭାଷା ପ୍ରିୟ ପ୍ରାବନ୍ଧିକ ଗୋଲକ ବିହାରୀ ଧରଙ୍କ ଏଭଳି ଭାବାର୍ଥ ହୃଦୟସ୍ପର୍ଶୀ ଅଟେ। ତେଣୁ କୁହାଯାଇଛି ଯେ ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା ଠିକ୍ ଅଛି। ନେକ୍ସଟ ଦେଖନ୍ତୁ ଇମ୍ପୋର୍ଟାଣ୍ଟ ଦୁଇଟା ସରଳାର୍ଥ ଗଲା। ନେକ୍ସଟ ଦେଖନ୍ତୁ 3 ନମ୍ବର। ଏ ବି ପିଲାମାନେ ଆପଣଙ୍କର ଇମ୍ପୋର୍ଟାଣ୍ଟ ରହିଛି ନରେନ୍ଦ୍ର ବିବେକାନନ୍ଦ। ତ ଭାରତୀୟ ଦର୍ଶନରେ ମନୁଷ୍ୟ ସେବା ହିଁ ଈଶ୍ୱର ସେବା। ଭାରତୀୟ ଦର୍ଶନରେ ମନୁଷ୍ୟ ସେବା ହିଁ ଈଶ୍ୱର ସେବା। ଦେଖିପାରିବେ ପିଲା କେତେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ତ 2025ରେ ଆସିବାର ନିହାତି ସମ୍ଭାବନା ଅଛି ଠିକ୍ ଅଛି। ତ ଭାରତୀୟ ଡଟ୍ ଡଟ୍
ଈଶ୍ୱର ସେବା। ଉକ୍ତ ପ୍ରବନ୍ଧଟି ପଠିତ ସାହିତ୍ୟ ସିନ୍ଧୁ ପୁସ୍ତକରୁ ନରେନ୍ଦ୍ର ବିବେକାନନ୍ଦ ଶୀର୍ଷକ ପ୍ରବନ୍ଧରୁ ଆସିଅଛି। ଏଠାରେ ପ୍ରାବନ୍ଧିକ ଶ୍ରୀଯୁକ୍ତ ଶରତ କୁମାର ମହାନ୍ତି ଭାରତୀୟ ଦର୍ଶନର ମହିମା ବିଷୟରେ ପ୍ରତିପାଦନ କରିଛନ୍ତି। ଭାରତୀୟ ଦର୍ଶନ ଏବଂ ଅନ୍ୟ ପୁରାଣ ଶାସ୍ତ୍ର କହେ ଯଥାକ୍ରମେ ଅହଂ ବ୍ରହ୍ମାସ୍ମି ଏବଂ ସକଳ ଘଟେ ନାରାୟଣ। ଏହି ନୀତିରେ ଭାରତୀୟ ଦର୍ଶନ ମନୁଷ୍ୟକୁ ଈଶ୍ୱରଙ୍କ ସହ ତୁଳନା କରିଛି। ତେଣୁ ମାନବର ସେବା କରିବା ଈଶ୍ୱରଙ୍କ ସେବା କରିବା ସହ ସମାନ। ଶ୍ରୀରାମକୃଷ୍ଣ ପରମହଂସ ସ୍ୱାମୀ ବିବେକାନନ୍ଦଙ୍କୁ ନିର୍ବିକଳ୍ପ ସମାଧିରେ ବୁଡ଼ି ନ ରହି ବିଶାଳ ବଟବୃକ୍ଷ ହୋଇ ମଣିଷକୁ ଆଶ୍ରୟ ଦେବା ପାଇଁ କହିଥିଲେ। ତେଣୁ ବିବେକାନନ୍ଦ ଇହଲୋକ ବିମୁଖ ସନ୍ନ୍ୟାସୀର ଆଦର୍ଶ ତ୍ୟାଗ କରି ବିଶାଳ ବୁଭୁକ୍ଷୁ ଜନତାର ସେବାବ୍ରତ ଆଚରଣରେ ସଂକଳ୍ପବଦ୍ଧ ହୋଇଥିଲେ। ଧ୍ୟାନ ଧାରଣା ସମାଧି ରୂପକ ଅଭ୍ୟାସ ବଳରେ ସିଦ୍ଧଯୋଗୀ ହୋଇ ଆତ୍ମାର ସଦ୍ଗତି ରୂପକ ସ୍ୱାର୍ଥପରତାକୁ ତ୍ୟାଗ କରି ଜନତାକୁ ଜନାର୍ଦ୍ଦନ ରୂପେ ପୂଜା କରିବାକୁ ଆଗେଇ ଆସିଥିଲେ। ଏକ ଅଜ୍ଞାଧୀନ ଶିଷ୍ୟ ରୂପେ ଗୁରୁ ଆଜ୍ଞା ପାଳନିଆ ରୀତିରେ ସେ ଏହି ପରମ ଦିବ୍ୟ ସେବାରେ ନିୟୋଗ ରହିବା ଉଦ୍ଦେଶ୍ୟରେ ଭାରତ ଭ୍ରମଣ ଆରମ୍ଭ କରିଥିଲେ। ଭାରତୀୟ ଦର୍ଶନ ଏହି ମହାନ ବାଣୀର ମର୍ମକୁ ଉପଲବ୍ଧି କରି ବିବେକାନନ୍ଦ ସେଦିନ ନିଜ ଜୀବନର ବ୍ରତ ଓ ପଥ ପ୍ରସ୍ତୁତ କରିଥିଲେ। ଠିକ୍ ଅଛି। ନେକ୍ସଟ ପ୍ଲାନ୍ 2 ନମ୍ବର ଦେଖନ୍ତୁ। ଦରିଦ୍ର ନାରାୟଣ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ। ତ ଇଏ ବି ପୁରା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଯାହାକି ଆପଣଙ୍କର 2025 ଆନୁଆଲ୍ ଏକ୍ଜାମରେ ଆସିବାର ସମ୍ଭାବନା ନିହାତି ରହିଛି। ଠିକ୍ ଅଛି। ଦେଖନ୍ତୁ କ'ଣ କହିଛି। ଦରିଦ୍ର ନାରାୟଣ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ। ତ ଦରିଦ୍ର ଯଥାର୍ଥ ବ୍ରତ। ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ସିନ୍ଧୁ ପୁସ୍ତକର ନରେନ୍ଦ୍ର ବିବେକାନନ୍ଦ ଶୀର୍ଷକ ପ୍ରବନ୍ଧରୁ ସମାନିତ। ଏଠାରେ ପ୍ରାବନ୍ଧିକ ଶରତ କୁମାର ମହାନ୍ତି ବିବେକାନନ୍ଦ କିପରି ଦରିଦ୍ରର ସେବାକୁ ଜୀବନର ବ୍ରତ ବୋଲି ସ୍ୱୀକାର କରିଛନ୍ତି ତାହା ଉପସ୍ଥାପନ କରିଛନ୍ତି। ଆମ ଶାସ୍ତ୍ରରେ ଅଛି ଅତିଥି ହିଁ ନାରାୟଣ ସ୍ୱରୂପ। ସ୍ୱାମୀ ବିବେକାନନ୍ଦଙ୍କ ପାଇଁ ଉକ୍ତ ପ୍ରବନ୍ଧରେ ଦରିଦ୍ର ହିଁ ନାରାୟଣ ସ୍ୱରୂପ। ଗୁରୁଙ୍କ ଆଦେଶକୁ ପାଳନ କରି ସନ୍ନ୍ୟାସୀର ବ୍ରତ ତ୍ୟାଗ କରି ଜଗତର ମଙ୍ଗଳ ସାଧନ ନିମିତ୍ତ ମନୁଷ୍ୟର ସେବା ହିଁ ଈଶ୍ୱର ସେବା। ଏହି ବାଣୀରେ ଉଦ୍ବୁଦ୍ଧ ହୋଇ ଜନତାକୁ ଜନାର୍ଦ୍ଦନ ରୂପେ ପୂଜା କରିବାକୁ ଆଗେଇ ଆସିଥିଲେ। ସମଗ୍ର ଭାରତବର୍ଷ ପାଦରେ ବୁଲି ବୁଲି ଦେଖିଲେ ଦରିଦ୍ର ଦାନବର ହୃଦୟ ବିଦାରକ ରାଜତ୍ୱ। ସାରା ଦେଶରେ ଖାଇବାକୁ ପାଉନଥିବା ଅଗଣିତ ମଣିଷକୁ ଦେଖି ସେ ନୂତନ ଜ୍ଞାନ ଲାଭ କଲେ। ତାହା ଭୋକିଲା ପେଟରେ ଧର୍ମ ଅନାବଶ୍ୟକ। ଗୁରୁଙ୍କଠାରୁ ସେ ସଂସାରର ଜ୍ଞାନ ଯାହା କିଛି ଶୁଣିଥିଲେ ସେହି ଉକ୍ତିର ସତ୍ୟତାକୁ ନିଜେ ଅଙ୍ଗେ ଅଙ୍ଗେ ଅନୁଭବ କରିଥିଲେ। ଏହି ଦରିଦ୍ର ଦାନବ ବିରୁଦ୍ଧରେ ଖଡ଼୍ଗ ଉତ୍ତୋଳନ କରି ସାରା ଜଗତର ଦୀନ ଦୁଃଖୀଙ୍କ ଉପଶମ କେବଳ ଜଣେ ଅନାସକ୍ତ ସନ୍ନ୍ୟାସୀ କରିପାରିବ ବୋଲି ନିଶ୍ଚିତ କଲେ ଏବଂ ଦରିଦ୍ର ନାରାୟଣର ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କଲେ। ମନନଶୀଳ ପ୍ରାବନ୍ଧିକଙ୍କ ଏଭଳି ଭାବାର୍ଥ ପାଠକ ପାଠିକାଙ୍କୁ ଭାବ ବିହଳିତ କରିଛି। ଠିକ୍ ଅଛି। ତ ନେକ୍ସଟ ପ୍ଲାନ୍ ଦେଖନ୍ତୁ ଜାଗ ବନ୍ଦନ ହରା। ତ ଏ ବିଷୟରେ ଆସିଛି। ଠିକ୍ ଅଛି। ତ ସଂପ୍ରସଙ୍ଗ ସରଳାର୍ଥ ଦେଖ। ତ ଇଏ ପ୍ଲାନ୍ ଆପଣଙ୍କର 5 ନମ୍ବର ସରଳାର୍ଥ। ତ ଇଏ ବି ପୁରା ଇମ୍ପୋର୍ଟାଣ୍ଟ ସରଳାର୍ଥ। ଠିକ୍ ଅଛି। ପୁରା ସବୁ ଯାହା ବି ସରଳାର୍ଥ କହିବେ ପୁରା ସିଲେକ୍ଟେଡ଼ ସରଳାର୍ଥ, ଯାହାକି ଆପଣଙ୍କର ଏକ୍ଜାମରେ ନିହାତି ଆସିବ। ଠିକ୍ ଅଛି। ତ ସିଲେକ୍ଟେଡ଼ ସରଳାର୍ଥ ଦେଖନ୍ତୁ କ'ଣ କହୁଛି। ମରଣ ଦ୍ୱାରେ ଚରଣ ଅରପି ଗାଁରେ ଅମର ଗାନ ପୋଛି ଦିଅ ଆଜି ମାନବ ଶିରସୁ ସଞ୍ଚିତ ଅପମାନ। ତ ସଂସ୍କୃତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ ସିନ୍ଧୁ ପୁସ୍ତକର ଜାଗ ବନ୍ଦନ ହରା ଶୀର୍ଷକ ପଦ୍ୟରୁ ଆନିତ। ଏଠାରେ ସାମ୍ୟବାଦ ଚିନ୍ତାଧାରା ସମ୍ପନ୍ନ କବିତା ରଚୟିତା ରୂପେ ପରିଚିତ କବି ଅନନ୍ତ ପଟ୍ଟନାୟକ ନବୀନ ତରୁଣ ସମାଜ ମାଧ୍ୟମରେ ମାନବ ଜନ୍ମର ଶ୍ରେଷ୍ଠତ୍ୱ ଅଧିକାରକୁ ମନେ ପକାଇ ଦେଇ ଅମରତ୍ୱ ବରଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। କବିଙ୍କ ଦୃଷ୍ଟିରେ ନବୀନ ଯୁଗର ତରୁଣମାନଙ୍କ ଏହି ଧାରାକୁ ଶୋଷଣ କାରାରେ ପୀଡ଼ିତ ଥିବା ମାନବ ସମାଜକୁ ବନ୍ଧନମୁକ୍ତ କରି ତଥା ଶୋଷିତଙ୍କ ହୃଦୟରେ ଆଲୋକ ଧାରା ଖେଳାଇ ଦେବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ତରୁଣମାନଙ୍କ ମିଳିତ ଉଦ୍ୟମ ସମାଜରୁ ଜାତି ଉପଜାତି ଭେଦଭାବକୁ ବିଲୋପ କରିବା ସହ ସେମାନଙ୍କ ମହାମାନବର ଶଙ୍ଖନାଦ କରି ଜୀବନର
सकल दुख ज्वाला को प्रशमित କରି ଦିଅନ୍ତୁ। सकल प्रतिबंधक को अतिक्रम କରି ମାନବ ମୁଣ୍ଡରୁ ପୋଛି ଦିଅନ୍ତୁ। ପୁଞ୍ଜୀଭୂତ ଅପମାନ ରାଜିକୁ ମୃତ୍ୟୁ ଦ୍ୱାରରେ ଦଣ୍ଡାୟମାନ ହୋଇ ଅମର ମନ୍ତ୍ର ଗାନ କରି ମୃତ୍ୟୁଞ୍ଜୟୀ ସାଜନ୍ତୁ। ଏହା ହିଁ ପୁରାତନ ଯୁଗକୁ ଭାଙ୍ଗି ଦେଇ ଏକ ନୂତନ ଯୁଗ ନିର୍ମାଣ କରିବାରେ ନବୀନ ଯୁଗର ଯୁବ ସମାଜକୁ ପ୍ରଗତି ଯୁଗର କବିଙ୍କର ଆହ୍ୱାନ ଅଟେ। ଠିକ୍ ଅଛି। ମଣିଷକୁ ଭଲ ପାଇବା ସହ ମାନବ ସେବା ହିଁ ମାଧବ ସେବା ବ୍ରତକୁ ଆଚରଣ କରିବା। କିମ୍ବା ଦେଖନ୍ତୁ ନେକ୍ସଟ 6 ନମ୍ବର କ'ଣ କହିଛି, ତ ଭିନ୍ନ କରି ସେ ତନ୍ଦ୍ରା ପରଶ ହସାଅ ଭୁବନ ସାରା। ତ ଏହା ଆପଣଙ୍କ ଲାଷ୍ଟ ସ୍ୱର। ତ ଠିକ୍ ଅଛି। ତ ଭିନ୍ନ କରି ଭୁବନ ସାରା। ଠିକ୍ ଅଛି। ଉକ୍ତ ପଦ୍ୟାଂଶଟି ଜାଗ ବନ୍ଦନ ହରା ଶୀର୍ଷକ ପଦ୍ୟରୁ ଆନିତ। ଏଠାରେ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକ ମାନବ ସମାଜର ମଙ୍ଗଳ ସାଧନ ନିମିତ୍ତ ଅର୍ଥାତ୍ ଅତ୍ୟାଚାରର ତନ୍ଦ୍ରାକୁ ଦୂର କରି ସ୍ୱାଧୀନତାର ପ୍ରଭାତ ଆଣିଦେବା ପାଇଁ ତରୁଣମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। କବି ମତରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଚଲାପଥରେ ସନ୍ଧାନ କରୁ ସେହି ପଥରେ ଗତି କଲାବେଳେ ବାଧା ବିଘ୍ନ ବନ୍ଧୁତା ଆଦି ତରୁଣ ସମାଜ ଆଗରେ ମଥା ଟେକି ତାଙ୍କ ପଥରୋଧ କରିବାକୁ ଚେଷ୍ଟା କରିବେ। ଏହା ସତ୍ତ୍ୱେ ସମାଜର ପ୍ରତିଷ୍ଠା ନିମନ୍ତେ ଶୋଷଣ ପୀଡ଼ନ ଓ ଅନ୍ୟାୟ ବିରୋଧରେ ପ୍ରତିବାଦ କଲାବେଳେ ମାୟାମୋହର ବନ୍ଧନ ସମ୍ମୁଖରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା। ମାୟାଜାଲରେ ସେ କୁହେଳିକା ତନ୍ଦ୍ରା ସ୍ପର୍ଶକୁ ଭେଦ କରି ପ୍ରତିବନ୍ଧକକୁ ଅତିକ୍ରମ କରି ତରୁଣମାନଙ୍କୁ ଜଗତର ଉନ୍ନତି ସାଧନ ନିମିତ୍ତ ଚେଷ୍ଟା କରିବାକୁ ପଡ଼ିବ। ଏହାଦ୍ୱାରା ସମଗ୍ର ବିଶ୍ୱ ହସି ଉଠିବ। ନୂତନ ଯୁଗର ତରୁଣମାନଙ୍କ କବିଙ୍କର ଏଭଳି ଆହ୍ୱାନ ପ୍ରେରଣାଦାୟକ ଅଟେ। ଠିକ୍ ଅଛି। ତ ଏହା ଥିଲା ଆପଣଙ୍କ ଇମ୍ପୋର୍ଟାଣ୍ଟ ସର୍ଟ। ଠିକ୍ ଅଛି। ତ ଆପଣମାନେ ଜଲ୍ଦି 5K କମ୍ପ୍ଲିଟ୍ କରନ୍ତୁ, ଯାହାଫଳରେ କି ଆପଣମାନଙ୍କ ପାଇଁ ସବୁକିଛି କ୍ୱେଶ୍ଚନ୍ ଆଉ ଆନ୍ସର PDF ପ୍ରୋଭାଇଡ଼ କରିଦିଆଯିବ। ଠିକ୍ ଅଛି। ଥ୍ୟାଙ୍କ ୟୁ।